ମୁଁ CRPFରେ 2/7/2/1995 ଭର୍ତ୍ତି ହେଇଥିଲି ଏବଂ ଭିଆର୍ ଆସିଲି ଏପ୍ରିଲ 30/26 ରିଟାୟାରମେଣ୍ଟ ଆସିଲି। ଗାଁ ମାଟି ଫେରେ ଗାଁର ଉନ୍ନତ କରିବା ଦେଖିକି ମୋ ସେଥିରେ ମୁଁ କିଛି ଯୋଗାଡ଼ କରି ସବୁ ଆଗକୁ ଚେଷ୍ଟା କରି ନେବା ପାଇଁ ଯେଉଁ କମି ବେଶୀ ପୁରା କରିବା ପାଇଁ ଚେଷ୍ଟା କରିବି। ଆଗାମୀ ଦିନରେ ମୁଁ ଥିଲି ଜାମ୍ମୁ କାଶ୍ମୀର ଥିଲି 10-15 ବର୍ଷ ଥିଲି ଜାମ୍ମୁ କାଶ୍ମୀରରେ, ତ୍ରିପୁରା, ଅଗରତାଲା, ପଞ୍ଜାବ, ତାପରେ କେରଳ, ମଧ୍ୟପ୍ରଦେଶ, ଦିଲ୍ଲୀ ବହୁତ ଜାଗାରେ ବୁଲି ଆସିଛି। ବାପା ଆମର 30 ବର୍ଷ 2 ମାସ ପଞ୍ଚାୟତ ରାହାଣ ଗ୍ରାମ ପଞ୍ଚାୟତ, ଗ୍ରାମ ରାହାଣ, ବ୍ଲକ ବାଲିକୁଦା, ଆଉ PSP ବାଲିକୁଦା, ଜିଲ୍ଲା ଜଗତସିଂହପୁର। ବାପା ଆମର 30 ବର୍ଷ 2 ମାସ ବାହାରେ ଚାକିରି କଲେ। ଏମିତି କେତେ ଷ୍ଟେଟ୍, ଜାମ୍ମୁ କାଶ୍ମୀର, ମଣିପୁର, ନାଗାଲାଣ୍ଡ, ବାପା ଆମର CRPFରେ ଚାକିରି କରିଛନ୍ତି। ଆଉ ଏବେ 30 ବର୍ଷ ଚାକିରି କଲା ପରେ ଘରକୁ ଫେରିଛନ୍ତି। ଏମିତିକି ବହୁତ ଷ୍ଟେଟ୍ରେ ଶ୍ରୀନଗର, ଜାମ୍ମୁ, ନାଗାଲାଣ୍ଡ, ମଣିପୁର ଏ ଜାଗାରେ ସବୁ ଚାକିରି କରିକି ଫେରିଲେ 30 ବର୍ଷ ପରେ। ଆମେ ଅବସର ନେଲେ ଶିଲଂ। ମାତୃଭୂମିକୁ ଆସି ବହୁତ ଖୁସି, ଆମେମାନେ ବି ଘରେ ବହୁତ ଖୁସି ଅଛୁ। ଆଉ ବାପା ଗାଁରେ ସବୁ ବୁଲେଇଲୁ, ମୋ ବାପା ଚାକିରିରୁ ଫେରିକିରି ଅବସର ନେଇ ଆସିଲେ। ମୋ ପରିବାର ବହୁତ ଖୁସି, ମୁଁ ବି ବହୁତ ଖୁସି। ସେଥିପାଇଁ ଗାଁର ଉନ୍ନତିମୂଳକ କାମ ଯାହା ବି ସବୁ ଅଛି ବାପା ମୁଁ ବି ଡିଫେନ୍ସରେ ଅଛି CRPFରେ। ମୋର ବୟସ ବି 35-38 ବର୍ଷ ହେଲାଣି। ମୋ ମିସେସ୍ ବି ଅଛନ୍ତି ଏଠି, ଆଉ ସେ ବି ଘରେ ରହୁଛନ୍ତି। ବାପାଙ୍କ ବୟସ ଏବେ 57 ବର୍ଷ। ବାର୍ତ୍ତା ଏଇଆ ଦେବି ଯେ ପିଲାମାନେ ଯେଉଁ ପାଠ ପଢ଼ି ଉଚ୍ଚ ଶିକ୍ଷିତ ହେଉଛନ୍ତି ସେମାନଙ୍କୁ ବି ଆଗ୍ରହ କରିବୁ ଯେ ସେମାନେ ବି ଫୋର୍ସରେ ଯିବା ପାଇଁକିରି ଚେଷ୍ଟା କରିବେ। ଆଉ ଆଗକୁ ଯାଇକିରି ସେମାନେ ବି ଦେଶ ପାଇଁ କାମ କରିବେ, ଆଉ ଦେଶର ଗର୍ବ ଏବଂ ଗୌରବ ରହିବ।